ମୋ ଜୀବନ ମାନେ ଠିକ ନଥିଲା ଆଉ ମୁଁ ଯଦିଓ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହେଇଥିଲି କିନ୍ତୁ ମୋର ଆତ୍ମିକ ଜୀବନ ଠିକ ନଥିଲା। ମୋର ବହୁତ ଖରାପ ସାଙ୍ଗ ଯାକ ଥିଲେ ଯୋଉମାନେ କି ମତେ ବହୁତ ପ୍ରକାର ନିଶା ବିଷୟ ଶିଖେଇ ଦେଲେ। ଗୋଟେ ଡ୍ରଗ୍ସ କୁ ଛାଡିକିରି ମୁଁ ସବୁ ନିଶା ଦ୍ରବ୍ୟ ଖାଇଛି ବା ସେବନ କରିଛି ଆଉ ଚାହିଁଲେ ମଧ୍ୟ ସେ ନିଶା ମୁଁ ଛାଡି ପାରୁନଥିଲି। ମତେ ଦେଖିଲେ କିଏ କହିବେନି ଯେ ଆଙ୍କେ ବି ନିଶା କେବେ ନେଉଥିଲେ କି ବୋଲି, କିନ୍ତୁ ମୁଁ ଚେଞ୍ଜ ସ୍ମୋକର ଥିଲି। ଖଇନି ଗୁଟଖା ଗଞ୍ଜେଇ ଏସବୁ ବିଷୟ ବା ମଦ ଏସବୁ ନେଉଥିଲି। ତେବେ ଜୀବନ ବହୁତ ଖରାପ ଥିଲା। ଆଉ କାଳକ୍ରମ ଯାହା ବି ହଉ ପ୍ରଭୁ ଗୋଟେ ଦିନ ମତେ ଧରିଲେ ଏବଂ ମୁଁ ବାଇବେଲ ଟ୍ରେନିଂ କୁ ଗଲି। ବାଇବେଲ ଟ୍ରେନିଂ ଯେତେବେଳକୁ ମୁଁ ଗଲି ମୋର ଆତ୍ମିକ ପିତା ଆଇଡି ସୁନା ମତେ ବାଇବେଲ ଟ୍ରେନିଂ ପଠେଇଲେ। ଆଉ ସେ ବାଇବେଲ ଟ୍ରେନିଂ ମୁଁ ଯେତେବେଳକୁ ଗଲି ଯିବା ସମୟରେ ମଧ୍ୟ ମୁଁ ଗୁଟକା ଖାଇଛି। ଆଉ ମତେ ମାନେ ପାଟି ଭଲ ଲାଗୁନଥାଏ, ମାନେ ଜୀବନ କେମିତି ଲାଗୁଥିଲା। ଆଉ ମୁଁ ଗୁଟକା ଖାଇବି କିନ୍ତୁ ସେଇ ଭିତରେ ପଶିବା ପୂର୍ବରୁ ମୁଁ ଗେଟ୍ କୁ ଧରିଲି ଆଉ କହିଲି କି ପ୍ରଭୁ ପୁରୁଣା ସଲୋମନ ଟା ପଛରେ ମରିଯିବାର ଅଛି, ବର୍ତ୍ତମାନ ନୂଆ ସଲୋମନ ଭିତରେ ଯିବାର ଅଛି। ଆଉ ଯାହା ବି ହେଇଯାଉ ମରିଗଲେ ମରିଯିବି, ମତେ ନିଶା ଦ୍ରବ୍ୟ ଆଉ ଛୁଇଁବି। ଆଉ ଯେତେବେଳକୁ ମୁଁ ସେମିତି କହିକି ଭିତରେ ଗଲି ସତକୁ ସତ ମତେ ଯେତେ କଷ୍ଟ ଲାଗିଲେ ମଧ୍ୟ ମୁଁ ଆଉ ଛୁଇଁଲି। ତାପରେ ଏମିତି ପ୍ରଭୁ ମତେ ସାହାଯ୍ୟ କଲେ ଆଉ ଷ୍ଟ୍ରେଂଥ ଦେଲେ ପ୍ରତ୍ୟେକ ନିଶାରୁ ମୁକ୍ତ ହେବା ପାଇଁ। ତାପରେ ବାଇବେଲ କଲେଜରେ ବହୁତ ଜାଗାରୁ ଲୋକମାନେ ଆସିଥିଲେ, ବହୁତ ଜାଗାରୁ ପିଲାମାନେ ଆସିଥିଲେ। ପୁଅ ଝିଅ ପୁରା ଭର୍ତ୍ତି ଥିଲେ, ମାନେ ହଜାର ହଜାର ସଂଖ୍ୟା। ଆଉ ସେମାନେ ଯେତେବେଳକୁ ଥାନ୍ତି ଆଉ ସେମାନେ ପଢୁଥାନ୍ତି, ମୁଁ ବି ପଢୁଥାଏ। କିନ୍ତୁ ସେଇଠି ଟ୍ରାନ୍ସଲେଟିଂ ମଧ୍ୟ ହଉଥିଲା, କାହିଁକିନା ମତେ ଇଂରାଜୀ ଠିକରେ ଜଣା ନଥିଲା। ଆଉ ଓଡିଆରେ ତର୍ଜମା କରାଯାଉଥିଲା। ଆଉ ସେଇଠି ଆମର ଏମିତି ଥିଲା ଯେ ହିନ୍ଦୀ ଆଉ ଇଂଲିଶ ରେ ପ୍ରଚାର ହବ ମେନ୍ ହଲ ରେ। ଆଉ ଇଂଲିଶ ର ଯୋଉ ସାଉଣ୍ଡ ଟା ସବୁ ମାନେ କେବିନ କୁ ଯିବ, କାଚ କେବିନ କୁ ଯିବ। ଆଉ ସେଇଠୁ ମାଲୟାଲମ ଆଉ କନ୍ନଡ, ତାମିଲ, ତେଲୁଗୁ, ମରାଠୀ, ଓଡ଼ିଆ, ବାଙ୍ଗାଲୀ ଏ ସବୁ ମାନେ ଲାଙ୍ଗୁଏଜ ଯାକ, ଇଭେନ ପଞ୍ଜାବୀ, ତାପରେ ଇଭେନ ନେପାଳୀ ଆଉ ପ୍ରତ୍ୟେକ ପ୍ରକାର ଲାଙ୍ଗୁଏଜରେ ତର୍ଜମା କରାହଉଥିଲା। କିନ୍ତୁ ପରେ ପରେ ଓଡିଆ ତର୍ଜମା ବନ୍ଦ କରିଦିଆଗଲା। ମୋର ଟିକେ ଅସୁବିଧାରେ ପଡିଲି। ଆଉ ପଢୁଥିଲି, ମୁଁ ବହୁତ ହାର୍ଡ ୱାର୍କ କରୁଥିଲି। ବଡ ବଡ ସ୍କ୍ରିପ୍ଚର ଯାକ ମନେ ରଖିବାକୁ ପଡୁଥିଲା। ତାପରେ ପ୍ରଭୁ ମତେ ଗୋଟେ ଦାନ ଦେଇଥିଲେ ଯେ ମୁଁ କୌଣସି କଥାକୁ ନାଇଁ ବୋଲି କହୁନଥିଲି। ମତେ ସେଇ ସମୟରେ ଅଡିଟୋରିୟମ ରୁମ ସଫା କରିବା ପାଇଁ ଡାକୁଥିଲେ। ମୁଁ ଯାଉଥିଲି ଅଡିଟୋରିୟମ ସଫା କରୁଥିଲି, ପୋଛା ମାରୁଥିଲି, ଚେୟାର ସଫା କରୁଥିଲି, ଷ୍ଟେଜ ର କିବୋର୍ଡ ଗିଟାର ସବୁ ସଫା କରୁଥିଲି, ଷ୍ଟେଜ କୁ ନିଟ୍ ଆଣ୍ଡ କ୍ଲିନ କରୁଥିଲି। ନଟ ଇଭେନ ଛୋଟ କିଛି ଗୋଟେ ପେପର ମାନେ ପଢିବାକୁ ହବନି, ସବୁ ମୁଁ ଯତ୍ନ କରୁଥିଲି। ଯେତେବେଳକୁ ଆନାଉନ୍ସ କରୁଥିଲେ ପିଲାଙ୍କୁ, ଯେତେବେଳେ ପିଲାମାନେ ଆଫ୍ଟରନୁନ ରେ ଶୋଇ ପଡୁଥିଲେ ସେତେବେଳକୁ ଆନାଉନ୍ସ କରୁଥିଲେ କି ଘାସ ଝିକିବାକୁ ଯିବ କି? ମୁଁ ବାହାରୁଥିଲି। ମୋ ସାଙ୍ଗମାନେ ଶୋଇ ପଡୁଥିଲେ, ଆମେ ରେଷ୍ଟ ନେବୁ, କାହିଁକି ଆମେ ଯିବୁ। ମୁଁ ବାହାରୁଥିଲି, ଯାଇକିରି ଘାସ ଝିକୁଥିଲି। ମୋ ହାତ ଯାକ ଛେଲା ପଡିଯାଉଥିଲା ପୁରା, କିନ୍ତୁ ତଥାପି ମୁଁ ଘାସ ଝିକୁଥିଲି। ଗୋଟେ ଘାସ ଅଛି ଯୋଉ ଯାହାର ନାଁ ଅଛି କଂଗ୍ରେସ। କଂଗ୍ରେସ ସେଟା କଣ କରୁଛି, ସେଟା ଆସ୍ତମା କ୍ରିଏଟ କରିବ। ସେଇ ଘାସଟା ଅଟୋମେଟିକ ବଢିଯାଏ, ଲୋକ ଲଗାନ୍ତି ନାହିଁ, ମାତ୍ର ଅଟୋମେଟିକ ବଢିଯାଏ। ତ ସେଇ ଘାସକୁ ଝିକି ଝିକିକିରି ଆମେ କଣ କରିଥାଉ, ତାକୁ ଜାଳି ଦେଇଥାଉ ମାସ୍କ ପିନ୍ଧିକିରି। ଆଉ ତାର ଧୂଆଁ ଭଲ ନାହିଁ ଶରୀର ପାଇଁ। ଯଦି ଆନାଉନ୍ସ କରାଯାଏ କିଚେନ ପାଇଁ ସାମାନ ଆସିଛି, ଚାଉଳ, ତେଲ, ଡାଲି ସବୁ ଆସିଛି, ଖାଲି କରିବାର ଅଛି, ଉପର ଫ୍ଲୋର କୁ ନେବାର ଅଛି, କିଏ ଫ୍ରି ଅଛି କି, ମୁଁ ଚାଲିଯାଏ। ଓଜନିଆ ଓଜନିଆ ପୁରା ବସ୍ତା ଯାକ ପିଠିରେ ଲଦିକିରି ମୁଁ ଚାଲେ। ଅଜନା ତେଲ ଡବା ଯାକ ପିଠିରେ ଲଦିକିରି ଚାଲେ। ଆଉ ପାଠ ବି ପଢେ। ଯଦି କହିବେ ଅମକ ରୁମ କୁ କ୍ଲିନ କରିବାର ଅଛି, ସ୍ୱିପ କରିବାର ଅଛି, ବ୍ରୁମ କରିବାର ଅଛି, ତାପରେ ପୋଛା କରିବାର ଅଛି, ମୁଁ ଚାଲିଯାଏ। ଆଉ କିଛି ଗୋଟେ ଇଲେକ୍ଟ୍ରିକ ସାମାନ କିଛି ମାନେ ଫଲ୍ଟ ଅଛି, କିଏ ଗୋଟେ ଆସିକିରି ଚେକ୍ କରିବ କି, ମୁଁ ଚାଲିଯାଏ। ମୁଁ ଏ ପ୍ରକାର ଭାବରେ ପଳେଇ ଯାଉଥିଲି। ମତେ କିଏ ଯାହା କୁହନ୍ତୁ ନ କୁହନ୍ତୁ, ପିଲାମାନେ ସବୁ ଆରାମ କରୁଥିଲେ, ମୁଁ ଚାଲି ଯାଉଥିଲି। ମୋ ପାଇଁ ଟ୍ରାନ୍ସଲେଟର ବି ନଥିଲେ। ତାପରେ ଯେତେବେଳକୁ ଆଉ ମୁଁ ଏକ୍ସାମ ଲେଖୁଥିଲି, ପ୍ରଭୁଙ୍କର ଅନୁଗ୍ରହ ମୋ ଜୀବନରେ ଆସୁଥିଲା। ଆଉ ମୁଁ ମନେ ପକେଇକିରି ସବୁ ଲେଖୁଥିଲି, ଭଲରେ ଲେଖୁଥିଲି। କିନ୍ତୁ ମୁଁ କେବେ
ଗୋଟେ ନା ଆସି ମୁଁ ସେଇଦିନ ଯୋଉଦିନ ମାନେ ଗ୍ରାଜୁଏସନ ହେଲା ମୁଁ ବସିଛି ଆଉ ପ୍ରାର୍ଥନା କରୁଛି ମୁଁ ଆଶାର ବାହାରେ ମୁଁ ବସିଛି ସମସ୍ତଙ୍କୁ ସାର୍ଟିଫିକେଟ ନର୍ମାଲ ଦିଆଗଲା ଆଉ ମ୍ୟାରିଟ୍ ସାର୍ଟିଫିକେଟ ପାଇଁ ଡିକ୍ଲେୟାର କରାଗଲା 10 ଜଣ ମ୍ୟାରିଟ୍ ପାଇଛନ୍ତି ଆଉ ମଣିପୁରର ନାଗାଲାଣ୍ଡର ଆଉ ଦିଲ୍ଲୀର ଆମ ଓଡିଶାର ବହୁତ ମାନେ ବିଜ୍ଞ ଯାକ ଥିଲେ ଯୋଉମାନେ ବହୁତ ବଢିଆ ପାଠ ପଢୁଥିଲେ ଯୋଉମାନଙ୍କୁ ମାନେ କ୍ରସ କରିବା ବା କାଟିବା ଅସମ୍ଭବ ତେବେ ମୁଁ ବସିଛି ମୋ ଜାଗାରେ ଆଉ ମ୍ୟାରିଟ୍ ଲିଷ୍ଟରେ ନାଁ ଆସିଲା ଆଉ ଯାହାକୁ ମାନେ 10 ଜଣଙ୍କୁ ମ୍ୟାରିଟ୍ ଲିଷ୍ଟରେ ଡକାଇଛି ମାନେ ବଛା ଯାଇଥିଲା ସେମାନଙ୍କୁ ସାର୍ଟିଫିକେଟ ଦିଆଯାଉଥିଲା ଅନଏକ୍ସପେକ୍ଟେଡ ସମସ୍ତଙ୍କୁ ଡକା ହଉଥିଲା 6 ନମ୍ବର ପଏଣ୍ଟରେ କଣ ବୋଲି ଲେଖିଲେ 6 ନମ୍ବର ଇଏରେ ସଲୋମନ କୁଲଦୀପ ଇନ୍ 6th ପୋଜିସନ ମୁଁ ବାଇବଲଟାକୁ ଧରିଛି ବାଇବଲ ରଖିଦେଲି ବହୁତ ଆଶ୍ଚର୍ଯ୍ୟ ହେଇଗଲି ବାପରେ ମୋ ନାଁ କେମିତି ଡାକିଥିଲେ ହାଉ କମ୍ ଇଟ୍ ଇଜ ପସିବଲ କେମିତି ହେଲା ସତରେ କି କାହିଁକିନା ମୁଁ କେମିତି କରୁଥିଲି ଇଂଲିଶରେ ଶୁଣୁଥିଲି ହିନ୍ଦୀରେ ବୁଝୁଥିଲି ଓଡିଆରେ ଲେଖୁଥିଲି ମୁଁ ଆଉଥରେ କହୁଛି ଇଂଲିଶରେ ଶୁଣୁଥିଲି ହିନ୍ଦୀରେ ବୁଝୁଥିଲି ଓଡିଆରେ ଲେଖୁଥିଲି ଆଉ ଏମିତି ଲେଖି 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 ଆଉ ମତେ ଭଲ ମାର୍କ ଯାକ ଆସୁଥିଲା କିନ୍ତୁ ମୁଁ ଭାବିନଥିଲି ଯେ ମତେ ମ୍ୟାରିଟରେ ଦେବେ ବୋଲିକିରି ତାପରେ 6 ନମ୍ବରରେ ମତେ ମ୍ୟାରିଟରେ ଦିଆଗଲା ମ୍ୟାରିଟ ସାର୍ଟିଫିକେଟ ମିଳିଲା ଆଉ ସେଦିନ ମୁଁ ସେଠି ବସି ବସି କାନ୍ଦିଲି ଆଉ ମୁଁ ଯେତେବେଳକୁ ସାର୍ଟିଫିକେଟ ରିସିଭ କରୁଛି ମୋ ଆଖିରୁ ପୁରା ଲୁହ ଥିଲା ଆଉ ପ୍ରଭୁ ମତେ ଦୟା କଲେ କାହିଁକିନା ମୁଁ 10th ରେ 6 ଥର ଫେଲ ହେଇଛି ଆପଣ ଜାଣିଛନ୍ତି 10th ରେ ମୁଁ 6 ଥର ଫେଲ ହେଇଛି ଆଇ ୱାଜ ଭେରି ଡଙ୍କି ଫେଲ ଗଧ ଥିଲି ବହୁତ ଗଧ ଥିଲି ମତେ ଇଂରାଜୀ କିଛି ଜଣା ନଥିଲା ବଟ୍ ମତେ ପ୍ରଭୁ ନେଲେ ଶିଖେଇଲେ ସବୁ ବିଷୟ ଆଉ ଜ୍ଞାନ ବି ଦେଲେ ଆଉ ଭଲ ପରସେଣ୍ଟେଜ ବି ଦେଲେ ପ୍ରେଜ୍ ଦ ଲର୍ଡ ଆଉ ଗୋଟେ ବିଷୟ ମୁଁ କହିବା ପାଇଁ ଚାହୁଁଛି ଆଉ ଅନଲାଇନ ବାଇବଲ ଟ୍ରେନିଂ ଟା ଗୋଟେ ମୁଁ କରିଥିଲି ଯେ ବସିକିରି ମୁଁ କଣ କରିବି ଆଉ ମତେ ଷ୍ଟଡି କରିବା ବହୁତ ଭଲ ଲାଗେ ତ ମୁଁ ଅନଲାଇନ ବାଇବଲ କଲେଜରେ ମଧ୍ୟ ଜଏନ କରି ଆଉ ମୋର ବହୁତ ବଢିଆ ଆଉ ରିଜଲ୍ଟ ଆସିଲା ମୁଁ ଭାବୁଥିଲି ସେଇଠି 800ଟା ଷ୍ଟୁଡେଣ୍ଟ 800 ଷ୍ଟୁଡେଣ୍ଟ ଠିକ ଅଛି ତ ଏବେ ମଧ୍ୟ ତାଙ୍କର 1 ଇୟର ବାଇବଲ ଟ୍ରେନିଂ ରହିବ ଅନଲାଇନ ରେ ଯଦି ଆପଣ ମାନଙ୍କୁ ଦରକାର ତାହେଲେ ମୁଁ ଆପଣଙ୍କୁ ଗ୍ରୁପ ରେ ସେଇ ଲିଙ୍କ ଟା ଫର୍ମ ଟା ଛାଡିଦେବି ଆପଣ ମାନେ ଅନଲାଇନ ରେ ହ୍ୱାଟ୍ସଆପ ରେ ସେମାନେ ମ୍ୟାଟେରିଆଲ ଟା ଛାଡିବେ ଆପଣ ମାନେ ପଢିବେ ହିନ୍ଦୀ ଆଉ ଇଂଲିଶ ରେ ଖାଲି ଆପଣ ପଢିକିରି ଆପଣ ଅନଲାଇନ ରେ ହିଁ ମାନେ ଲେଖିବେ ଫଟୋ ଉଠେଇକିରି ପଠେଇବେ ଠିକ ଅଛି ସେଟାକୁ କରେକ୍ସନ କରାଯିବ ନହେଲେ ଆପଣ ଟାଇପ ବି କରିପାରିବେ ତ ଆପଣ ମାନେ ଅନଲାଇନ ରେ ବାଇବଲ କଲେଜ କରିପାରିବେ ଭଲ ସାର୍ଟିଫିକେଟ ଆପଣଙ୍କୁ ମିଳିବ ତେବେ ମୁଁ 2 ବର୍ଷ ଅନଲାଇନ ଇଏ କଲି ଆଉ ଏତେ ବ୍ୟସ୍ତବହୁଳ ମାନେ ମିନିଷ୍ଟ୍ରି ସମୟରେ ମଧ୍ୟ ମୁଁ ସେଇ ବାଇବଲ ଟ୍ରେନିଂ ଟା କଲି ଆଉ ମୋର ପରସେଣ୍ଟେଜ ଆଉ କେତେ ଆସିଲା ଆପଣ ମାନେ ଗେସ୍ କରନ୍ତୁ 100% ରୁ ମାନେ 100% ମୋର 99% 73 99.73% ଆସିଲା ପ୍ରେଜ୍ ଦ ଲର୍ଡ ହାଲେଲୁୟା ମାନେ ଗୋଟେ ଏଣ୍ଟାୟାର ସିଲେବସ ଏଣ୍ଟାୟାର ପାଠରେ କେବଳ ଗୋଟେ ବିଷୟ ସେଟା ବି ଠିକ ଲାଗିଥିଲି କିନ୍ତୁ ଯୀଶୁଙ୍କ ରକ୍ତ ବୋଲି ଗୋଟେ ଅପସନ ଟା ମୁଁ ନେଇନଥିଲି ସେଥିପାଇଁ ମୋର ଗୋଟେ ମାର୍କ କମିଗଲା ଆଉ ସେଥିପାଇଁ 99.73% ଆସିଲା ପ୍ରେଜ୍ ଦ ଲର୍ଡ ଲଭ୍ ଦ ୱାର୍ଡ ଅଫ ଗଡ ପ୍ରଭୁ ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ ଆପଣ ମଧ୍ୟ ଶିଖନ୍ତୁ ଏବଂ ଆପଣ ମଧ୍ୟ ଏମିତି ଆଉ କଲେଜ ଜଏନ କରନ୍ତୁ ଅନଲାଇନ କଲେଜ ବହୁତ ଅଛି ଆଉ ମୁଁ ଯୋଉଠି ଜଏନ କରିଛି ଆଉ ସେଟା ମୋର ଆଉ ଜଣେ ମୋର ଶିକ୍ଷକ ରେଭରେଣ୍ଡ ସ୍ୟାମ ଟେଲର ବୋଲି ଅଛନ୍ତି ଭାଇ ସ୍ୟାମ ଟେଲର ଆଉ ବହୁତ ମାନେ ବିଜ୍ଞ ଆଉ ଆମର ବାଇବଲ କଲେଜର ଡାଇରେକ୍ଟର ତାଙ୍କ ଦ୍ୱାରା ହଉଛି ଆପଣ ମାନେ ସେମ୍ ସାର୍ଟିଫିକେଟ ପାଇବେ ଯଦି ଆପଣ ମାନେ ଜଏନ କରିବେ 1 ଇୟର ବାଇବଲ କଲେଜ 1000 rupees ତାର ଫିସ୍ କେବଳ 1000 rupees ଆପଣ ମାନେ ଜଏନ କରନ୍ତୁ ଏବଂ ଆପଣ ମାନେ ବ୍ଲେସଡ ହେବେ କଣ୍ଟାକ୍ଟ ମି ଇଫ ୟୁ ୱାଣ୍ଟ ଗଡ ବ୍ଲେସ ପ୍ରଭୁ ସାକ୍ଷ୍ୟ ଦେଇ ମହିମାନିତ ହୁଅନ୍ତୁ ଆମେନ୍